କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଆମେ ଜାଣିବୁ। ଏବଂ ଆଉ ଗୋଟିଏ କଥା ବି କହି ରଖିବା ଯେ ଏଇ ସବୁ ସୋସିଆଲ ମିଡ଼ିଆରେ ଗାଳିମନ୍ଦର ଜନକ ହେଉଛନ୍ତି ଭାରତୀୟ ଜନତା ପାର୍ଟି। ଆଙ୍କ ଆଇଟି ସେଲ୍ରେ ଯେଉଁଭଳି ଭାବରେ ସ୍ୱତନ୍ତ୍ର ଭାବରେ ଗୋଟେ ଯେଉଁ ଆର୍ମି ତିଆରି କରାହେଇଥିଲା, ଖାଲି ସୋଧାସୋଧି ଆର୍ମି, ହିନ୍ଦୁ ମୁସଲମାନକୁ ନେଇକି ହଉ, ଜାତିଗତ ଆକ୍ଷେପ ହଉ, କୌଣସି ଲୋକକୁ କିମ୍ବା ବିରୋଧୀ ପକ୍ଷର ନେତାମାନଙ୍କୁ ଯେଉଁଭଳି ଅଶାଳୀନ ଭାବରେ କହିବା ହଉ, ତାଙ୍କର କାର୍ଟୁନ୍ କରିବା ହଉ, ଚିତ୍ର କରିବା ହଉ, ଏମିତି ଅନେକ ଭାବରେ ସେମାନେ କରିଛନ୍ତି। ତେଣୁ ଯାହା ହଉ ସେ ସମୟରେ ତ ହେଇଥିଲେ ଅଧିକ, ବର୍ତ୍ତମାନ ସେଇ ନିୟମ ଯଦି 5 ବର୍ଷ ତଳୁ ଲାଗୁ ହେଇଯାଇଥାନ୍ତା, ମୁଁ ଭାବୁଛି ଭାରତୀୟ ଜନତା ପାର୍ଟିର ହଜାର ହଜାର କାର୍ଯ୍ୟକର୍ତ୍ତା ଜେଲରେ ଥାନ୍ତେ। କିନ୍ତୁ ଏବେ ବିଜେପି ଆଉ ତ ଗାଳି କରିପାରୁନି, ଯେହେତୁ ସରକାର ଅଛନ୍ତି। ସେ ଦାୟିତ୍ୱଟି ବିଜୁ ଜନତା ଦଳର କିଛି କର୍ମୀ, ସାମାଜିକ କର୍ମୀ ହୁଅନ୍ତୁ, ସୋସିଆଲ ମିଡ଼ିଆରେ ସେମାନେ ନେବା ଆରମ୍ଭ କରିଛନ୍ତି। ସେ ବିଜେଡି ହଉ, ବିଜେପି ହଉ, କଂଗ୍ରେସ ହଉ, କାହାକୁ ଗାଳିମନ୍ଦ ଦେବାର ଅଧିକାର କାହାର ନାହିଁ। ସମାଲୋଚନା କରିବାର ତରିକା ରହିଛି। ଶବ୍ଦକୋଷରେ ସମାଲୋଚନା କରିବା ପାଇଁ ଅନେକ କଟୁକ୍ତି ମଧ୍ୟ, କଟୁ ଶବ୍ଦ ଅଛି, ତାକୁ ମଧ୍ୟ ବ୍ୟବହାର କରାଯାଇପାରିବ। କିନ୍ତୁ କାହାର ମା ଭଉଣୀକି ନେଇକି ଗାଳି କରିବା, ଅତ୍ୟନ୍ତ କୁଶ୍ଚିତ ମାନସିକତା ରଖି ମନ୍ତବ୍ୟ ଦେବା ଆଦୌ ଗୋଟିଏ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ତେଣୁ ଆମେ ବିନମ୍ର ନିବେଦନ କରିବା ଆଇନ ମନ୍ତ୍ରୀଙ୍କୁ ଯେ ଆପଣ ତୁରନ୍ତ ଏଭଳି ପଦକ୍ଷେପ ନିଅନ୍ତୁ। ଧମକ ଚମକରେ କଥା ନାହିଁ, ସିଧାସଳଖ ଆକ୍ସନ୍ ନିଅନ୍ତୁ ଏବଂ ସ୍ୱତନ୍ତ୍ର ଭାବରେ ସରକାର ପକ୍ଷରୁ ଗୋଟେ ଗାଇଡ଼ଲାଇନ୍ ଜାରି କରାଯାଉ, ଯାହାଫଳରେ ମୁଁ ଭାବୁଛି ଗୋଟେ ସାମାଜିକ ଗଣମାଧ୍ୟମ ପ୍ରକୃତରେ ଗୋଟେ ସାମାଜିକ ଉଦ୍ଦେଶ୍ୟ ସାଧିତ ହେଇପାରିବ। ମାନସିକ ରୋଗୀ କହିଛନ୍ତି, ସେମାନଙ୍କୁ ମାନସିକ ରୋଗୀ, ତାଙ୍କୁ ଯଥେଷ୍ଟ ଚିକିତ୍ସା ମଧ୍ୟ ଦିଆହବ। ମୁଁ ଆଜ୍ଞା ସେଇ କଥା କହିଲି, ଆପଣ ତାଙ୍କୁ ଯେଉଁଭଳି ଭାଷାରେ ଗାଳି ଦେଇପାରିବେ, ସମାଲୋଚନା କରିପାରିବେ, ଯେଉଁମାନେ ସୋସିଆଲ ମିଡ଼ିଆରେ ଏଭଳି ଭାବରେ ଉପଯୋଗ କରୁଛନ୍ତି। କିନ୍ତୁ କଥା ହେଉଛି ସେମାନେ କାହିଁ କରୁଛନ୍ତି? ଆପଣ ଗୋଟେ ବଜାର ଘାଟରେ ମାଲଟେ ପିଇକି ହଉ, ସାଧା ହଉ, 5 ଜଣଙ୍କୁ ଶୋଧୁଥିବେ, କେହି କିଛି କହୁନଥିବେ, ତୁ ଆଉ 10 ଜଣଙ୍କୁ ପୁଣି ଶୋଧିବ, ଆଉ କେହି କିଛି କହୁନଥିବେ, ପୁଣି 15-20 ଲୋକଙ୍କୁ ଶୋଧୁଥିବ। ଯେଉଁଦିନ ଯୋଡ଼ିଏ ଜାବୁଡ଼ା ଆସିକି ଟିଙ୍ଗା ଲୋକ ହାବୁଡ଼େ ପଡ଼ିଗଲା, ଯୋଡ଼ିଏ ଜାବୁଡ଼ା ଦେଇଦେବ, ପୁରା ଥଣ୍ଡା ପଡ଼ିଯାଉଛି କି ନାହିଁ। ତେଣୁ ବର୍ତ୍ତମାନ ସେଇଭଳି ଏକ ସ୍ଥିତି ଆବଶ୍ୟକତା ରହିଛି। ଯିଏ ସବୁ ଏଇ ନେତାଠୁ ସେଇ ନେତାଠୁ 3000 5000 ଟଙ୍କା ନେଇକି ଯେଉଁ ସୋଦାବକା କରୁଛନ୍ତି, ଆପଣ ଦେଖିବେ ଧର୍ମଶାଳା ଇସ୍ୟୁରେ ଦୁଇଟାକ ଗୋଷ୍ଠୀ ତ ଶୋଧିବାରେ। ମୁଁ କହୁଛି ଓଡ଼ିଶାରେ ଧର୍ମଶାଳାକୁ ନେଇକି ଯେତିକି ସୋଦାବକା, ମାନେ ବିଜେଡି ପକ୍ଷରୁ ଗୋଟେ ଗ୍ୟାଙ୍ଗ ଅଛି, ବିଜେପି ପକ୍ଷରୁ ଗୋଟେ ଗ୍ୟାଙ୍ଗ ଅଛି, ଯେଉଁ ଗାଳିମନ୍ଦ କରାହେଉଛି ଆପଣ ତାକୁ ଦେଖିପାରିବେନି। ଏବଂ ଆଉ ଗୋଟିଏ କଥା ଆପଣ ଦେଖିବେ, ଆମର ଯେଉଁ ୟୁଟ୍ୟୁବ ଗଣମାଧ୍ୟମ ସବୁ ହେଇଛି, ତାର ଭିତରେ ଆମେ ଆଇଛେ ଗଣମାଧ୍ୟମ କାମ ନ କରିକି ବର୍ତ୍ତମାନ जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।